नमस्कार। आज आपण पाखे एक न्यू कहानी नुआ कहानी जहाँ आपण लाइफ रे प्रेरणा दे पारे ये कहानी से कहानी विषय रे आलोचना करिबा। कहानी के सुनिबा एटा मनोरम कहानी लाइफ रो निश्चित गोटे मोटिवेशनल कहानी आपण लाइफ रे किछि परिवर्तन करिबार चांस आसी पारे। कहानी होची सन्यासी रो सम्मान पर्यंत। सन्या शून्यतारू सम्मान पर्यंत। देखंतु कहानी कौन। गाँव छोट घरे जन्म होता मानस नामक गोटे युवक। ତାଙ୍କ ପିତାମାତା ଗରିବ କୃଷକ। ଦିନକୁ ଦିନେ କାମ କରିବା ବସନ୍ତି। ଦିନକୁ ଦିନେ କାମ କରି ବସିବା। ଛୋଟବେଳର ମାନସର ସ୍ୱପ୍ନ ବଡ଼, କିନ୍ତୁ ଦାରିଦ୍ର୍ୟ ସମାଜରେ ହାସ୍ୟ ଶ୍ରେଣୀ ତାକୁ ସନତ ଦେଇଥିଲା, ବହୁତ କଷ୍ଟ ଦେଇଥିଲା। ପାଠଶାଳାରେ ସେ ଭୁଲ ପଢୁଥିଲେ, କିନ୍ତୁ ଗୋଟିଏ ପୁସ୍ତକ କିଣିବା ପଇସା ବି ନଥିଲା। ଭଲ ପଢୁଥିଲେ, କିନ୍ତୁ ଗୋଟିଏ ପୁସ୍ତକ କିଣିବା ପାଇଁ ଆର୍ଥିକ ସ୍ଥିତି ବା ଟଙ୍କା ନଥିଲା। ସାଙ୍ଗ ମିତ୍ର ମାନେ ଧନୀ ପିଲା ଥିଲେ, ସେତେବେଳେ ଖେଳୁଥିଲେ, ଘୁରୁଥିଲେ, ହସୁଥିଲେ, କିନ୍ତୁ ମାନସ ପାଇଁ ଏକାକୀ ଚାଲିବା, ନିଜର ଦୁଃଖ କଷ୍ଟ ଆଂଶୁ ଲୁଚେଇବା, ନିଜକୁ ବୁଝାଇବା ହିଁ ତା ଜୀବନ ଥିଲା। ଯେତେବେଳେ ସେ କାମ କରିବାକୁ ସହର ଯାଇଥିଲେ, କେହି ସାଙ୍ଗ ହେଇନଥିଲେ ତା ସହିତ। କେହି ତମେ ପାରିବ ବୋଲି କହିନଥିଲେ, କେହି ତାକୁ ଉତ୍ସାହ କରିନଥିଲା ତା ଲାଇଫରେ। କେହି ଏ କାମ ତମେ ପାରେ। ବିଫଳତା, ନିରାଶ, ଋଣ ସମୟକୁ କିଛିକୁ ନିଜକୁ ସହିଲେ। ତା ଜୀବନରେ ବହୁତ ବିଫଳତା ହେଲା, ନିରାଶ ହେଲା, ଋଣ ବି ହେଲା। ସମସ୍ତଙ୍କୁ କିଛି ନ କହି ବହୁତ ନିଜ ଲାଇଫରେ ସହିବାକୁ ପଡିଲା। ସବୁଠୁ ଅନ୍ଧାର, ସବୁବେଳେ ଅନ୍ଧାର ନୁହେଁ ଜୀବନରେ। ଗୋଟେ ସମୟ ଆସିଲା, ତାଙ୍କର କାମ ଭାଙ୍ଗିଗଲା, ବ୍ୟବସାୟରେ ରହିଗଲା। ମାଙ୍କର ରୋଗ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ଖର୍ଚ୍ଚ କରିବାକୁ ପଇସା ବି ନଥିଲା। ସେଇଦିନ ମାନସର ସବୁଠୁ ବହୁତ ଦୁଃଖ ବା ଶୂନ୍ୟତା ଆରମ୍ଭ ହେଇଯାଇଥିଲା। ପାଖ ପଡୋଶୀ, ଆତ୍ମୀୟ, ମିତ୍ର କେହି ବି ସହଯୋଗର ହାତ ବଢେଇ ନଥିଲେ। ସମସ୍ତେ ପଛୁଆଡରେ। କିଛି ଲୋକ ତ ହସିଲେ, ତାହି ଟପରା କରିଥିଲେ, ତୁମର କିଛି ହେବ ନାହିଁ, ତୁମ ଲାଇଫରେ କିଛି କରିପାରିବ ନାହିଁ। ପରିବର୍ତ୍ତନର ପଥ, ଭାଗ୍ୟର ସାଥରେ। କିନ୍ତୁ ମାନସ ହାରିଲା ନାହିଁ। ସେ ଛୋଟ କାମରୁ ଆରମ୍ଭ କଲେ। ଦିନକୁ 18-20 ଘଣ୍ଟା କାମ କରିଲେ। ନିଦ୍ରା ଭୋଜନ ଭୁଲି ଜ୍ଞାନ ପ୍ରୟାସ ସହିତ ଆଗକୁ ବଢିଲେ। ବର୍ଷ ପରେ ବର୍ଷ ବିତି ଯାଇଥାଏ। ସମସ୍ୟା ସେଇଥିରେ ଥିଲେ, କିନ୍ତୁ ଲକ୍ଷ୍ୟକୁ ଛାଡି ନଥିଲେ। ଧୀରେ ଧୀରେ ସେ ବ୍ୟବସାୟରେ ସଫଳତା ହେଲେ। ତାର କାମରେ ସହରରେ ପରିଚିତ ହେଲା। ସେ ଦେଶରେ ସମ୍ମାନ ମିଳିଲା। ସମ୍ମାନର ମୁହୂର୍ତ୍ତ। ଆଜି ସେ ସଫଳ, ସମ୍ମାନିତ। ତାଙ୍କୁ ଦେଖି ମିଡିଆ, ସମାଜ, ସାଙ୍ଗ, ମିତ୍ର, ଆତ୍ମୀୟ ସମସ୍ତେ ଫୁଲ ପ୍ରଶଂସା ଓ ହସି ନେଇଥାନ୍ତି, ପାଖକୁ କୋଳେଇ ନେଇଥାନ୍ତି। ସେମାନେ ସମସ୍ୟାରେ ପଛୁଆଡ଼ରେ ଥିଲେ। ଆଜି ସେମାନେ କହନ୍ତି, ମାନସ ମୋର ମିତ୍ର, ମୋର ନିକଟମୟ। ମାନସ ହସନ୍ତି, କିନ୍ତୁ ମନର ବେଦନା କାହାକୁ କହିପାରନ୍ତି ନାହିଁ, କାରଣ ସେ ଜାଣନ୍ତି ସତ୍ୟର ସାଥୀ କେବଳ କଷ୍ଟରେ ପରୀକ୍ଷା ହୁଏ। ସଫଳତାର ଭିଡ଼ ମିଳେ, କିନ୍ତୁ ସତ୍ୟ ଭଲ ପାଇବା ଦୁର୍ଲଭ ଲାଇଫରେ। ଜୀବନରେ ଦୁଃଖ, ଶୂନ୍ୟତା ବଡ଼ ଶିକ୍ଷକ। ସମ୍ମାନ ମିଳିବା ସହଜ, କିନ୍ତୁ ସତ୍ୟକୁ ଫ୍ରେଣ୍ଡସିପ ଖୁବ କଠିନ, ବା ବନ୍ଧୁ ମିଳିବା ଖୁବ କଠିନ। ଯେଉଁମାନେ ଦୁଃଖରେ ଆପଣଙ୍କ ସହିତ ରୁହନ୍ତି, ସେମାନେ ଜୀବନରେ ସତ୍ୟ ସମ୍ପାଦନ କରିଥାନ୍ତି। ଏହା ହିଁ ମୋରାଲ ଷ୍ଟୋରିର ପାରେଟି। ଜୀବନରେ ଦୁଃଖ ସମୟରେ ଯୋଉମାନଙ୍କ ଆପଣଙ୍କ ଲାଇଫରେ ରୁହନ୍ତି, ସେଇମାନେ ହିଁ ଆପଣଙ୍କର ରିଅଲ ଫ୍ରେଣ୍ଡସିପ ବା ବନ୍ଧୁତା ହେଇପାରନ୍ତି। କିନ୍ତୁ ସୁଖ ସମୟରେ ବହୁତ ଲୋକ ଆସିବେ, ଯେମିତି ଆଜିକା ଦୁନିଆରେ ବହୁତ ବଡ ବଡ କମ୍ପାନୀ ଅଛନ୍ତି। ସେମାନେ ଚାହିଁଲେ ତ ବହୁତ ଲୋକଙ୍କୁ ହେଲ୍ପ କରନ୍ତି ବି, କିନ୍ତୁ ତାଙ୍କର ବି ଲାଇଫରେ କିଛି ବହୁତ ଦୁଃଖ ଭରା କାହାଣୀ ଅଛି। ଏ ଥିଲା ମାନସର ଷ୍ଟୋରି। ସନତାରୁ ସମ୍ମାନ ପର୍ଯ୍ୟନ୍ତ ରହୁଛି। ନମସ୍କାର।